ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନ ଆଇଏଏସ୍ ଅଫିସର ଏକଦା ରାଜ୍ୟର ପ୍ରଭାବଶାଳୀ ଅଫିସର ଓ ନେତା ଥିବା ଭିକେ ପାଣ୍ଡିଆନଙ୍କର ସେ ହେଉଛନ୍ତି ପତ୍ନୀ। ନବୀନ ନିବାସରେ ସୁଜାତାଙ୍କର ବେଶ୍ କାର୍ତ୍ତି ଥିଲା। ସେ ଯାହା ଚାହୁଁଥିଲେ ସେଇଆ ହେଉଥିଲା। ପାୱାର କରିଡରରେ ବି ତାଙ୍କର ବେଶ୍ ଖାତିର ଥିଲା। ଏମିତିକି ନବୀନଙ୍କ ପରେ ସେ ହିଁ ବିଜେଡିର ମଙ୍ଗ ଧରିବା ସହ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ତେବେ ନିର୍ବାଚନ ବେଳେ ତାଙ୍କ ଉପରେ ଲଗାମ ଲାଗିଥିଲା। ବିଜେଡି ପାଇଁ ଖୋଲାଖୋଲି ଭୋଟ ପ୍ରଚାର କରୁଥିବା ଅଭିଯୋଗ ଆଣିଥିଲା ବିଜେପି। ମିଶନ ଶକ୍ତିକୁ ସେ ବିଜେଡି କାମରେ ଲଗାଉଥିଲେ ବୋଲି ଅଭିଯୋଗ ଆସିଥିଲା। ତେଣୁ ନିର୍ବାଚନ କମିଶନ ତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଦେଇଥିଲେ। ଏହାପରେ ହଠାତ୍ ସୁଜାତା 6 ମାସିଆ ଛୁଟିରେ ପଳାଇଥିଲେ। 2024 ମେ 31ରୁ 2024 ନଭେମ୍ବର 26 ପର୍ଯ୍ୟନ୍ତ ସୁଜାତା ଛୁଟିରେ ଯାଇଥିଲେ। ସେ ଇଟାଲୀ ଯାଇଥିବା କୁହାଯାଉଥିଲା। ସେବେଠାରୁ ସୁଜାତାଙ୍କୁ ନେଇ ଆଉ କିଛି ସୋର ଶବ୍ଦ ହେଉନଥିଲା। ବିଜେଡି କ୍ଷମତାରୁ ଯିବା ପରେ ଭିକେ ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଆଗ ଭଳି ସେ ଆଉ ପଦାକୁ ବାହାରୁ ନଥିଲେ, ସାଧାରଣରେ ଦୃଶ୍ୟମାନ ହେଉନଥିଲେ। ଅପରପକ୍ଷେ ଆଉ କିଛି ଦିନ ପରେ ସୁଜାତାଙ୍କ ଛୁଟି ସରିଯିବ। ଏଭଳି ସ୍ଥିତିରେ ସୁଜାତାଙ୍କୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ତେବେ ସେ ଛୁଟିରୁ ଫେରିଲେ ଚାକିରିରେ ଯୋଗଦେବେ ନା ଚାକିରି ଛାଡ଼ିବେ, ତାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁଜାତା ଯଦି ଚାକିରିରେ ଯୋଗଦେବେ ତେବେ ବର୍ତ୍ତମାନର ମୋହନ ସରକାର ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବ ନାହିଁ ବୋଲି ସେ ଜାଣିଛନ୍ତି। ଏବେ ପାଣ୍ଡିଆନ ପୂର୍ବ ଭଳି ଭିତରେ ରହି ବିଜେଡିର ସବୁ କଥା ବୁଝୁଥିବାରୁ ଏଭଳି ସ୍ଥିତିରେ ସୁଜାତାଙ୍କ ପାଇଁ ଦୁଇଟି ବିକଳ୍ପ ରହିଛି। କେନ୍ଦ୍ରୀୟ ଡେପୁଟେସନରେ ଯାଇ ନିଜ ଚାକିରିକୁ ସୁରକ୍ଷିତ କରିବେ, ନଚେତ୍ ପାଣ୍ଡିଆନଙ୍କ ଭଳି ସ୍ୱେଚ୍ଛାକୃତ ଅବସର ନେଇ ବିଜେଡି ରାଜନୀତିରେ ସକ୍ରିୟ ରହିବେ। ନଭେମ୍ବର ଶେଷ ସପ୍ତାହ ବେଳକୁ ସୁଜାତା କ'ଣ କରିବେ ତାହା ସ୍ପଷ୍ଟ ହୋଇଯିବ।